ସବୁ ଖା ଖା ସବୁ ସବୁ ଖାଇ ଖୋଇଦେବୁ ମତେ ତୁ ଯାଉନୁ ଆଣିବୁ ବଳ ଖେଳିଆ। ଜୟ ଜଗନ୍ନାଥ ସାଙ୍ଗମାନେ, ତ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍କୁ। ତ ଆଜିର ବ୍ଲଗ୍ ତ ସକାଳୁ ଆମର ଖାଇବା ପିଇବା ପ୍ରାୟ ଷ୍ଟାର୍ଟ ହେଇଯାଇଛି। ତ ଯେହେତୁ ଗୁରୁବାର ସୁଦଶା ବ୍ରତ ରହିଛି ତ ମାଆ ବନେଇଥିଲା ଘରେ ପିଠା। ତ ଦିଦି ଘରିକା ଆସିଥିଲେ, ତ ଦିଦିଙ୍କ ଝିଅ ଆମର ମାମନ ଦେଖିପାରୁଥିବେ ବସିକି ଖାଉଛି। କଳେଇ ପଟାଇ କଜା ଲଗେଇ ସାରିଲାଣି ପିଠା ଖାଇବ ବୋଲି ସକାଳୁ, ଆଉ ବସିକି ତାର ଖାଉଛି। ତାକୁ ଆମେ ଗେଲରେ କଳେଇ କଳେଇକୁ ସତରେ ରାଗିଯାଏ। ତ ରୂପାର ମୋର ଖାଇ ପିଇକି ଦୋକାନ ବାହାରିବୁ ବୋଲି ରୂପା ବି ଯାଇକି ବସିଗଲା ତା ପାଖରେ ଖାଇବାକୁ। ଆଉ ସାଙ୍ଗ ହେଇକି ଆମେ ସମସ୍ତେ ଖିଆପିଆ କରିଥିଲୁ, କାରଣ ଟାଇମ୍ 10ଟା ପାଖାପାଖି ହେଇଯାଇଥିଲା। ଆଉ ଖାଇ ପିଇକି ଆମର ଦୋକାନ ବି ଯିବାର ଥିଲା। ତ ସେମିତିରେ ଆଜି ଗୁରୁବାର କ୍ଲାଇଣ୍ଟ ତ କମ୍ ରହିବେ, କିନ୍ତୁ ଯାହାହେଲେ ବି ଆମକୁ ଦୋକାନ ତ ଯିବାକୁ ହିଁ ପଡ଼ିବ। ତ ଆମେ 2 ଜଣ ଖିଆପିଆ କରିଥିଲୁ। ସମସ୍ତେ ଖିଆପିଆ କଲା ପରେ ତାପରେ ଆମେ ଆମର ଦୋକାନ ବାହାରି ଯାଇଥିଲୁ। ତ ମୁଁ ପୁରା ଡେର ବ୍ଲଗ୍ ଅପଲୋଡ଼ କରିଛି, ଯେଉଁଟାକି ଆମର ଖାଇବା ପିଇବା ସହିତ ପୁରା ମଜାମସ୍ତିର ଭିଡ଼ିଓ। ତ ଚାଲନ୍ତୁ ଦେଖିବା। ଏଇଟା ଖୋଲିଲୁ ଏଇ ଉପରେ ଥୋଇଛି କିଣି ଡବା ପଛ ପଟେ ଥୋଇଛି ସବା ଉପରେ ସେଇଟା ହଟିଯିବ। ରସୁଣ ଏତେ ନାଇଁ ରସୁଣ ଦେଖିଲୁ ରସୁଣ ଟିକେ ଭାଜିଲା ଭଲ ଲାଗୁଛି ନା, ଆଉ ଟିକେ ଅଧିକା ଭାଜିଲା ପୁରା ଖଟା ଟିକେ ଖଟା ଲାଗିଲେ ଭଲ ଲାଗେ ଖାଇବା ନା। ଆଉ ଅଛି କ'ଣ ଖାଇବି ତ ଭଲ ଲାଗେ ତ ଖା। ମୁଁ ଖାଇଦି ସେ ପିଠା ଖାଇଦି ତୁ ଖାଇଦି। ଦହି ନାହିଁ ଫ୍ରିଜରେ? ହଁ ଅଛି ଦେଶୀ ଦହି ଖାଇବି। ମାଛ ପିଏ ଭଲ ଲାଗିବ। ମାଛ ଖାଇବା ଦେଶୀ ଦହିଟା ଇଏଟା ଭଲ ଲାଗେ, ବସା ଦହିଟା। ଘୋଳ ହେଇଗଲେ ପାଣି ହେଇଯିବ, ପାଣି ଦିଆ ହେଇକି ପଖାଳ ଭାତରେ ଆଉ ମୁଗ ଡାଲମା ଚଲେଗା ନାହିଁ। ମା ତ ଯେଉଁ ପକେଇ ଦେଇଛି ପତର ଆଉ ସେ ଯେଉଁ କ'ଣ ଜିରା ପକେଇ ଦେଇଛି, ଯଦି ଇଏ କଲା ଯେଉଁ ବାହାରୁଛି ଯେମିତି ଖଣ୍ଡେ ଖଣ୍ଡେ, ମୁଁ ତାକୁ କ'ଣ କରିବି କାଢ଼େଇ କାଢ଼େଇ ବନଉଛି। ମା ଏଡ଼େ ବଡ଼ ରସୁଣ ପାଣି ଦେଲୁ ପାଣି ମମୁ ଏଠୁ ଆଳୁ ଗୋଟେ ନିଆ ଦେଇକି କହିବ ଟେଷ୍ଟ ଯାହା ହେଇଥିବ। ବଢ଼ିଆ ଖଡ଼ଖଡ଼ା ହେଇଯାଇଛି ଗୋଟେ ବଢ଼ିଆ ଆଇଟମ୍ଟା। ଏ ଖଡ଼ଖଡ଼ା ଭଲ ଲାଗେ। ୱାଓ ଚାଲ ହେଲେ ଗୋଟେ ଦରେ ପାଣି ନାଇଁ ମା ଏ ପୋଟଳ କୁନି ପୋଟଳ ଖାଇଦେଲୁ। ଶାଗ ଭଜା କଲୁ ଚଟଣା ଟିକେ ଖାଇଦେ। ସବୁ ଟେଷ୍ଟ ଅଛି। ଖଟା ଚଟଣା ନା ଦେଶୀ ବି ତଥାପି ଧୂଆଁ କରିଦେଉଛି ଖାଇଦେଲା ପରେ। ବଢ଼ିଆ ଲାଗୁଛି ନା? କୁଆଡ଼େ ଭାତ ଖାଇକି ରାତିରେ ଖାଇବାଟା ବାରିଛ ବାରୁଥିଲୁ ଖାଇଦେବି ଯା। ମୁଁ ଦେଲୁ ଏତେ ଗୋଟେ ଦରକାର ଦେଉନ ତ ମୁଗୁଡ଼ା ଦେଇଦେଉନ ଚପଟି ଦୁଇଟା ନେବୁ କ'ଣ ହବ ଗୋଟାଏ ଦେ ତ ଖରାବେଳ ଖାଇବାରେ ତ ଆପଣମାନେ ଦେଖିଲେ ବହୁତ ଟେଷ୍ଟି ଖାଇବା ବନିଛି। ମା ତ ଆଜି ଆମ ପାଇଁ ଅରୁଆ ବନେଇବ ବୋଲି କହୁଥିଲା, କିନ୍ତୁ ମୁଁ କହିଥିଲି ନାଇଁ ମୁଁ ଉଷୁନା ଖାଇଦେବି, ଅରୁଆ ଖାଇବିନି। ଅରୁଆ ଖାଇଲେ ମାନେ ମୋର
ପେଟର ଅବସ୍ଥା ହିଁ ଖରାପ ହେଇଯାଏ ମୁଁ ଅରୁଆ ଖାଇବା ମାତ୍ରକେ। ତ ସେଥିପାଇଁ ମୁଁ କହିଥିଲି ନାଇଁ ମୁଁ ଉଷୁନା ପଖାଳ ଅଛି ଖାଇଦେବି। ରୂପା କହିଲା ମୁଁ ବି ଖାଇଦେବି ସେଇ ଉଷୁନା ପଖାଳ, ଚିନୁ ଖାଇବ ମୁଁ ବି ଖାଇଦେବି। ଅଳ୍ପ ଥିଲା ଯେ 2 ଜଣ ଯାକ ଖାଇଦେବୁ, ସରି ବି ଯିବ, ନଷ୍ଟ ବି ହେବନି। ତ ମାଆ ଆଜି ଆମ ପାଇଁ ଉଷୁନା ପଖାଳ କରିଥିଲା ଆଉ ତା ସହିତ ଚଟନା ବଗରା କରିଥିଲା। ତ ଚଟଣା ଖାଇବାକୁ ତ ବହୁତ ଭଲ ପାଉ, ସେଥିପାଇଁ ଚଟନା ବି କରିଥିଲା। ତ ମାଆ ତା ପାଇଁ କରିଥିଲା ଅରୁଆ ଭାତ, ଡାଲମା ଆଉ ଶାଗ ଭଜା କରିଥିଲା, ପୋଟଳ ଭଜା କରିଥିଲା। ତା ଦେହରୁ ବି ଆମକୁ ଦେଇଥିଲା। ତ ଗରମ ଗରମ ଶାଗ ଭଜା ବହୁତ ଟେଷ୍ଟି ଥିଲା। ତ ଆମେ ସମସ୍ତେ ସାଙ୍ଗ ହେଇକି ଖିଆପିଆ କରିଥିଲୁ। ତ ମାଆ ମୋ ସାଙ୍ଗରେ ବସି ଖାଇନଥିଲା, କାରଣ ସିଏ ଉଷୁନା ଖାଇବନି, ପିଆଜ ରସୁଣ ଖାଇବନି। ଆମେମାନେ ଉଷୁନା ପିଆଜ ରସୁଣ ଖାଇଥିଲୁ। ତ ଖିଆପିଆ ସାରିକି ଆମେମାନେ ପୁଣି ଦୋକାନ ପଳେଇଥିଲୁ। ତାପରେ ରାତିରେ ଆସିଲା ବେଳକୁ ମାଆ ପୁଣି ଆମ ପାଇଁ କରିଦେଇଥିଲା ଆଳୁ ଖଟା। ତ ଆଳୁ ଖଟା ଦେଖିକି ଆମେ ପୁରା ସବୁ ଖୁସି ହେଇଥିଲୁ, କାରଣ ଆଳୁ ଖଟା ସମସ୍ତଙ୍କୁ ପସନ୍ଦ। ଦେଖିପାରୁଥିବେ ଇଏ ଆମ ପୁଅ, ତ ପୁଅ ଦିଦିଙ୍କ ପୁଅ, ସାନ ଦିଦିଙ୍କ ପୁଅ ଇଏ, ଆଉ ରୂପା, ମୁଁ ଆଉ ଝିଅ ସମସ୍ତେ ସାଙ୍ଗ ହୋଇ ଖିଆପିଆ କରିଥିଲୁ। ତ ଚାଲ ଦେଖିବା ପୁରା ବ୍ଲଗ୍ ଭିଡ଼ିଓ। ଫ୍ରିଜରେ ରଖି ରଖି ଖାଉଥିଲୁ ମାଇରେ କ'ଣ ହଉଛି ତରକାରୀ ଖାଇବାକୁ କାଳିଆ ହୁଆ ଠିଆ ହେଇକି ପାଣି ଗଲାକୁ ସବୁବେଳେ ପିଇବୁ। ଭଲ କହିଲେ ଆଉ ଖାଇବୁନୁ ଖଟ ଭାଇ ଅସଣା ହେଇଥିବ ଯିବେ ଧାମ ଧାମ କିনে ବସିବେ। କବାଟ ମେଲେଇ ଦେଲୁ ଗରମ ଲାଗୁଛି ମାନେ ଆରେ ଏସିଟା ଲାଗ ବଢ଼ିଆ ହେଉଛୁ। ଏଇ ଏଇ ବ୍ଲଗ୍ ଭିଡ଼ିଓଟା ଆପଣଙ୍କୁ କେମିତି ଲାଗିଲା ଆଶା କରୁଛି ନିଶ୍ଚୟ ଭଲ ଲାଗିଥିବ। ରହୁଛି, ଜୟ ଜଗନ୍ନାଥ। ଦେଖା ଆପଣ ନେକ୍ସଟ ଭିଡ଼ିଓରେ।